କେବେ ଯଦି ସମୟ ମିଳେ ନିଶ୍ଚୟ ଯିବି ସେଇ ଅଫୁରନ୍ତ ସମୁଦ୍ର ପାଖକୁ, ପୁଣି ଥରେ ଦେଖା କରିବାକୁ, କିଛି କହିବାକୁ ଆଉ କିଛି ଶୁଣିବାକୁ। ସେଦିନ ଯେବେ ପ୍ରଥମ କରି ତାକୁ ଦେଖିଥିଲି ମନ ଉଲ୍ଲସିତ ହୋଇଥିଲା। ସେଇ ନୀଳ ଜଳରାଶିର ଧଳା ଫେଣିଲ ଢେଉଗୁଡ଼ିକ ଠିକ୍ ଦିଶୁଥିଲେ ଯେମିତି ନୀଳ ଶାଢ଼ୀର ଧଳା ପାଟ। ସେଦିନ ପ୍ରଥମ କରି ଶୁଣିଥିଲି ସମୁଦ୍ରର ସେଇ ଗମ୍ଭୀର ସ୍ୱର। ଦେଖିଥିଲି ଢେଉମାନଙ୍କ ଖେଳ, ଯାହା ଶାନ୍ତ କରୁଥିଲା ମୋ ମନର ଅନ୍ତର। ଲାଗୁଥିଲା ଯେମିତି ସେ ପ୍ରତିଟି ଢେଉ କୂଳକୁ ଆସୁଛନ୍ତି ଛୁଇଁବା ପାଇଁ ଏବଂ ମନର ସବୁ କ୍ଳାନ୍ତି ଅବସାଦକୁ ନିଜ ସାଥିରେ ଟାଣି ନେଇଯିବା ପାଇଁ। କେତେ ଗଭୀର ଏ ସମୁଦ୍ର, ଠିକ୍ ଯେମିତି ଜଣେ ମଣିଷର ମନ। ଏବେ ସମୟ ମିଳିଲେ ନିଶ୍ଚୟ ଯିବି। କିଛି ସମୟ ବସିବି, ଗୀତ ଗାଇ ଶୁଣାଇବି ଆଉ ଶୁଣିବି ତାର ସବୁ ଅକୁହା କଥା। ମୁଁ ଜାଣେ କାହା କଥା ଶୁଣିବାକୁ ଆଜି କାହା ପାଖରେ ବି ସମୟ ନାହିଁ। ଆସନ୍ତି ତ ଅନେକ କିଛି କହିବାକୁ, ନିଜ ମନର ବୋଝ ସମୁଦ୍ର ଉପରେ ଲଦି ଦେବାକୁ, କିନ୍ତୁ କେହି ଜଣେ ହେଲେ ନଥାନ୍ତି ସେଇ ନୀରବତାକୁ ବୁଝିବାକୁ। କିନ୍ତୁ ମୁଁ ସବୁ ଶୁଣିବି ସମୁଦ୍ରର ଗୀତ ଓ ଗଭୀରତ୍ୱ। ହଁ, କେବେ ଯଦି ସମୟ ମିଳେ ପୁଣି ଥରେ ଯିବି ଦେଖିବାକୁ ସେଇ ନୀଳ ଶାଢ଼ୀର ଧଳା ପାଟର ସୌନ୍ଦର୍ଯ୍ୟ।